ଯାତ୍ରା ପୁସ୍ତକ 31 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ, ଦେଖ ଆମ୍ଭେ ଜିହୁଦା ବଂଶୀୟ ହୁରର ପୌତ୍ର ଉରିର ପୁତ୍ର ବତ୍ସଲେକକୁ ନାମ ଧରି ଡାକିଲୁ। ପୁଣି ଶିଳ୍ପକର୍ମ ଅର୍ଥାତ୍ ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳରେ ଖୋଦନ ଖଚନାର୍ଥକ, ମଣିକର୍ତ୍ତନ ଓ କାଷ୍ଠ ଖୋଦନ ପ୍ରଭୃତି ସର୍ବପ୍ରକାରର ଶିଳ୍ପକର୍ମ କରଣାର୍ଥେ ତାହାକୁ ଜ୍ଞାନ, ବୁଦ୍ଧି, ବିଦ୍ୟା ଓ କର୍ଣ୍ଣେନ୍ୟ ପୁଣ୍ୟ ଦାୟକ ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ କଲୁ। ଆଉ ଦେଖ ଆମେ ଦାନବଂଶଜାତ ଅହିସାମକର ପୁତ୍ର ଅହଲ୍ୟାବକୁ ତାହାର ସହକାରୀ ହେବା ପାଇଁ ନିଯୁକ୍ତ କଲୁ। ପୁଣି ସମସ୍ତ ବିଜ୍ଞମନା ଲୋକମାନଙ୍କ ହୃଦୟରେ ଜ୍ଞାନ ଦେଲୁ। ଏଣୁ ଆମ୍ଭେ ତୁମକୁ ଯେ ସମସ୍ତ ଆଜ୍ଞା ଦେଲୁ ତାହା ସବୁ ସେମାନେ ନିର୍ମାଣ କରିବେ, ଅର୍ଥାତ୍ ସମାଗମ ତମ୍ବୁ ଓ ସାକ୍ଷ୍ୟ ସିନ୍ଦୁକ ଓ ତହିଁର ଉପରିସ୍ଥ ପାପାଚ୍ଛଦନ ତମ୍ବୁର ସମସ୍ତ ପାତ୍ର, ଆଉ ମେଜ, ତହିଁର ପାତ୍ରାଦି ଓ ନିର୍ମଳ ଦୀପବୃକ୍ଷ ଓ ତହିଁର ସମସ୍ତ ପାତ୍ର ଓ ଧୂପବେଦୀ ଓ ହୋମବେଦୀ ଓ ତହିଁର ସମସ୍ତ ପାତ୍ର ଓ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି, ପୁଣି ସୁଶୋଭିତ ବସ୍ତ୍ର ଓ ଯାଜକ କର୍ମ ଓ କରଣାର୍ଥେ ହାରଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରଗଣର ବସ୍ତ୍ର, ପୁଣି ଅଭିଷେକାର୍ଥକ ତୈଳ ଓ ପବିତ୍ର ସ୍ନାନ ନିମନ୍ତେ ସୁଗନ୍ଧି ଧୂପ, ଏହି ଯେଉଁ ସମସ୍ତ ଆଜ୍ଞା ଆମ୍ଭେ ତୁମକୁ ଦେଲୁ ତଦନୁସାରେ ସେମାନେ କରିବେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆହୁରି ଇସ୍ରାଏଲ ସନ୍ତାନଗଣକୁ ଏହି କଥା କୁହ, ନିଶ୍ଚୟ ତୁମ୍ଭେମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରିବ। ଯେହେତୁ ଆମ୍ଭେ ଯେ ତୁମ୍ଭମାନଙ୍କର ପବିତ୍ରକାରୀ ସଦାପ୍ରଭୁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିପାଇଁ ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ଓ ତୁମ୍ଭମାନଙ୍କ ମଧ୍ୟରେ ତାହା ଏକ ଚିହ୍ନ ହେବ। ଏଣୁ ତୁମ୍ଭେମାନେ ବିଶ୍ରାମ ଦିନ ପାଳନ କରିବ, କାରଣ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ଅଟଇ। ଯେ କେହି ତାହା ଅପବିତ୍ର କରଇ ନିଶ୍ଚୟ ତାର ପ୍ରାଣଦଣ୍ଡ ହେବ। ପୁଣି ଯେକୌଣସି ପ୍ରାଣୀ ସେହି ଦିନରେ କାର୍ଯ୍ୟ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। 6 ଦିନ କାର୍ଯ୍ୟ କରାଯିବ, ମାତ୍ର ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ମହାବିଶ୍ରାମ ଦିନ। ସେହି ବିଶ୍ରାମ ଦିନରେ ଯେ କେହି କାର୍ଯ୍ୟ କରଇ ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ। ଯେହେତୁ ଇସ୍ରାଏଲ ସନ୍ତାନଗଣ ଅନନ୍ତକାଳୀନ ନିୟମ ରୂପେ ପୁରୁଷାନୁକ୍ରମେ ମାନ୍ୟ କରିବା ପାଇଁ ବିଶ୍ରାମ ଦିନ ପାଳନ କରିବେ, ତାହା ଆମ୍ଭ ଓ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗୋଟିଏ ଅନନ୍ତକାଳୀନ ଚିହ୍ନ ହେବ। କାରଣ ସଦାପ୍ରଭୁ 6 ଦିନରେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କରି ଆଶ୍ୱାସିତ ହୋଇଥିଲେ। ତହୁଁ ସେ ସିନାୟ ପର୍ବତରେ ମୋଶାଙ୍କ ସହିତ କଥା ସାଙ୍ଗ କରି ସାକ୍ଷ୍ୟ ସ୍ୱରୂପ 2 ପଟା ଅର୍ଥାତ୍ ପରମେଶ୍ୱରଙ୍କର ଅଙ୍ଗୁଳି ଲିଖିତ 2 ପ୍ରସ୍ତର ପଟା ତାଙ୍କୁ ଦେଲେ।